ଆଗରେ ଏଇ ସତ୍ସଙ୍ଗର ସୂଚନା ତ ଆମେ ପାଇଲେ, ଗୋଟିଏ କଥା ସୂଚନା ଶୁଣିଲି ଯେ ତାର ନାରାୟଣ ଭାଇର ସମସ୍ତ ପିଲା ଏବଂ ଝିଅ ଜ୍ୱାଇଁ ମାନଙ୍କ ଦ୍ୱାରା ଏଇ ସତ୍ସଙ୍ଗଟି ଆୟୋଜନ କରାଯାଇଛି। ଭାଇମାନେ ଜାଣିଛନ୍ତି ଯେ ତାଙ୍କର ପିତୃଦେବଙ୍କ ପାଇଁ ତାଙ୍କର ଆତ୍ମାର ସଦ୍ଗତି ପାଇଁ ସମୂହ ପ୍ରାର୍ଥନା ଅତି ବଳିଷ୍ଠ। ତେଣୁ ସେ ଆମକୁ ଡାକି ସତ୍ସଙ୍ଗ ଆୟୋଜନ କରିଛନ୍ତି। କିନ୍ତୁ ଗୋଟିଏ କଥା ହଉଛି, ଏ କଥାଟା ଠିକ, କିନ୍ତୁ ଏଠି ଯାହାର ସ୍ମୃତି ଚାରଣ କରାଯିବ, ଯେଉଁମାନଙ୍କ ଉଦ୍ଦେଶ୍ୟରେ ସେଇ ବିଧେୟୀ ଆତ୍ମାର ତାର ମାନବୀୟ ଗୁଣ, ତାର ଦକ୍ଷତା ଯେଉଁ ଆଲୋଚନା କରାଯିବ, ତାର ପରମ୍ପରା, ଏଥିରୁ ତାଙ୍କ ପରିବାର ସବୁ ଶିଖିବା କଥା। କିନ୍ତୁ ପ୍ରକୃତରେ ସେମାନେ ଏଠି ଉପସ୍ଥିତ ନାହାନ୍ତି, ସେମାନେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ନାରାୟଣ ଭାଇଙ୍କ କଥା ତ ସଦାବେଳେ ରତ୍ନାକର ଅନେକ କଥା କହିଲେ। ସେ ଜଣେ କଠିନ ପରିଶ୍ରମୀ ଲୋକ ଥିଲେ। 1971 ମସିହା ବାତ୍ୟାରେ ଆମେ ଆମ ଘରୁ 7ଟା ବେଳେ ପ୍ରାୟ ମୁଁ ଝାଡ଼ା ଯାଏ, କିନ୍ତୁ ସେ ତାର ଚୂଡ଼ା ଭାର ଧରି ଆସି ଆମ ଘର ପାଖରେ ପହଞ୍ଚିଦବ। এই ନାରାୟଣ ଭାଇ ତମେ କଣ ଏତେ ଶୀଘ୍ର ପଳେଇ ଆସିଲ? ନାମ ଆସିଛି, ଆଉ ତାକୁ ବିକ୍ରି କରି ପୁଣି ସଙ୍ଗେ ସଙ୍ଗେ ଘରକୁ ଯିବି। ମାନେ ଚିନ୍ତା କରନ୍ତୁ, ତାର ପ୍ରତି ପରିବାର ପାଇଁ ସେ କେତେ ପରିଶ୍ରମ କରିଛି। ଯାହା ହଉ ତାର ପରିଶ୍ରମ ମଧ୍ୟ ଆଜି ଫଳବତୀ ହେଇଛି। ତାର ପିଲାମାନଙ୍କୁ ସେ ଯୋଗ୍ୟ କରିପାରିଛି। ପିଲାମାନେ ଯଦି ଯୋଗ୍ୟ ନ ହୋଇଥାନ୍ତେ ତାହେଲେ ସେ ଆଜି ତାଙ୍କର ବାପାଙ୍କ ପାଇଁ ଏଭଳି ସତ୍ସଙ୍ଗ ଆୟୋଜନ କରିନଥାନ୍ତେ। କେତେ ଲୋକ ମଲାଏ, କେତେ ପିଲା ତାଙ୍କର ବାପା ମାଙ୍କ ପାଇଁ ଏଭଳି ସତ୍ସଙ୍ଗ କରୁଛନ୍ତି। ତେଣୁ ପିଲାମାନଙ୍କୁ ସେ ଯୋଗ୍ୟ କରିଥିବାରୁ ଆଜି ଠାକୁରଙ୍କୁ ବସେଇ ସେମାନେ ତାଙ୍କର ଆତ୍ମାର ସଦ୍ଗତି ପାଇଁ ସତ୍ସଙ୍ଗ ଦେଇଛନ୍ତି। ଆଉ କହୁଥିଲେ ସେ ଜଣେ ବାଦ୍ୟକାର ଥିଲେ। ବାଦ୍ୟକାର ତ ବହୁତ ଅଛନ୍ତି, କିନ୍ତୁ ଭଲ ବାଦ୍ୟକାର ଥିଲେ। ତାର ଆଙ୍ଗୁଳି ଗୁଡ଼ିକ ଯୋଉମାନେ ଜାଣିଛନ୍ତି ବାଦ୍ୟ ସମ୍ପର୍କରେ ଅତି ସୁନ୍ଦର ହାତଦାର। ଆଉ ସେ ଭାରି ବାଦ୍ୟ ପ୍ରେମୀ ଏବଂ ସେ ଜଣେ ସୌଖୀନ ଲୋକ ଥିଲେ। କୌଣସି ଦିନ ମୁଁ ତାର ଦୁଃଖ ଦେଖିଲି। ସେ ଲୋକଙ୍କୁ ଦେଖିଲେ ହସି ହସି କଥା କହେ ଏବଂ ଗୋଟେ ତାର ଅଲଗା ଝଗଡ଼ା ଝାଟି କରିବା, ଏସବୁ ଜିନିଷ ଆମେ ତାଠୁ ଦେଖିନଥିଲୁ। ତାଙ୍କ ଉପରେ ସେ ଜଣେ ଖୁବ ଭଲ ମଣିଷ ଥିଲେ ଏବଂ ତା ଆତ୍ମାର ସଦ୍ଗତି ହେଇଯାଇଛି। କାରଣ ସେ ତାର ଏଠୁ ବିଦାୟ ନେବା ପୂର୍ବରୁ ଆଶ୍ରୟସ୍ଥଳୀ ସେ ବାଛିଥିଲା। ଜୀବିତ ଅବସ୍ଥାରେ ଠାକୁରଙ୍କ ନିକଟରେ ସେ ସମ୍ପୂର୍ଣ୍ଣ ରୂପେ ନିଜକୁ ସମର୍ପଣ କରିଥିଲା ଏବଂ ସେ ସେଇଥିପାଇଁ ସେ ମଧ୍ୟ ନାହିଁ, ସମୟ ନାହିଁ ତାକୁ ଯୋଉ ଭଲ ଭାବରେ ମୁଁ କହିପାରିଥାନ୍ତି କିପରି ସେ ଠାକୁରଙ୍କର ପଦପକନ୍ଦରେ ଆସନ ନେଇଛି। ମୁଁ ସେ କଥା ଟିକେ କହିଥାନ୍ତି, ସମୟ ନାହିଁ, ଦାଦା ଅଛନ୍ତି କହିଲେ। ତେଣୁ ମୋର କହିବା କଥା, ସେ ଏ ଧାମ ଯିବା ପୂର୍ବରୁ ଆଶ୍ରୟସ୍ଥଳୀ